ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆପଣମାନଙ୍କୁ ଗୋଟେ ମୁଁ ଅନୁରୋଧ କରିବି ଯେ ଆପଣମାନେ ଯେପରି ଏହି ଆତ୍ମିକ ଔଷଧ ୟୁଟ୍ୟୁବ୍ ଚ୍ୟାନେଲକୁ ଆପଣ ସବସ୍କ୍ରାଇବ୍ କରିଛନ୍ତି, ସେହିପରି ଆତ୍ମିକ ଔଷଧ ଫେସବୁକ୍ ପେଜ୍କୁ ଆପଣ ଫଲୋ କରନ୍ତୁ। ଏହା ମୋର ଆପଣଙ୍କ ନିକଟରେ ବିଶେଷ ନିବେଦନ। मुझे मारा गया, मेरी पत्नी को गाली दिया गया, तो हमको घसीटते हुए गाड़ी के अंदर लाया गया और थप्पड़ में मारा गया। सलोन कोठारी में उठे, रात में लाइट बंद किया, ऊपर में रजाई डाली और कम से कम 3-4-5 लोग उसको लात और मुट्ठी से मारे। दोस्तों, हालत बड़ी खराब हो गई है हिंदुवादी संगठन की। क्या वाकई योगी आदित्यनाथ के आदेश पर ये सब कुछ हो रहा है? मैं ये क्यों कह रहा हूं, क्योंकि उत्तर प्रदेश के अंदर बजरंग दल के नेता जो घूम घूम कर तमाशा करते हैं, उनमें से एक गुट को पकड़ा गया, थाने में ले जाया गया, बत्ती बंद की गई और उसके बाद वहीं पर उनकी कंबल कुटाई हुई। समस्त नमस्कार। ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ବଜରଙ୍ଗ ଦଳକୁ ହେଲା ପ୍ରବଳ ମାଡ଼। ପୁଲିସ ବଜରଙ୍ଗ ଦଳକୁ ଲାଇଟ୍ ଅଫ୍ କରିକି ନିର୍ଧୁମ ପିଟିଲା, ଆଉ ତା ପୁଣି ଥାନା ଭିତରେ। मुझे मारा गया, मेरी पत्नी को गाली दिया गया, तो हमको घसीटते हुए गाड़ी के अंदर लाया गया और थप्पड़ में मारा गया। सलोन कोठारी में उठे, रात में लाइट बंद किया, ऊपर में रजाई डाली और कम से कम 3-4-5 लोग उसको लात और मुट्ठी से मारे। कंबल में कानून को मुकम्मल करने वाली रायबरेली पुलिस से मिली, जो तड़तड़ाती ठंड में लोगों को रजाई के अंदर घुसाकर पीटती है। ये कहानी है यूपी के उस बेलगाम पुलिस की, जो ठंडी रातों में लोगों को उठाती है। तो भैया हुआ ये कि रायबरेली से खबर है आपको, अभी हाल ही में पता होगा, रायबरेली में पीटे भी गए थे बजरंग दल के नेता, धरना प्रदर्शन कर रहे थे और उन सब के बीच कोई और नहीं, योगी सरकार के मंत्री दिनेश प्रताप सिंह भी पहुंचे थे। अब इन सब के बीच हुआ क्या, थाने की लाइट बंद करके बजरंग दल वाले की कंबल कुटाई की गई। रायबरेली पुलिस तो क्रांतिकारी हो गई। जी हां, इन्हें बजरंग दल के नेताओं से मारपीट की गई और इसके बाद जब ये धरने पर बैठे तो उसके बाद दिनेश प्रताप सिंह ने अपनी ही सरकार के खिलाफ मोर्चा खोल दिया था। ये हालात ऐसे वक्त में पैदा हुए जब ठंड तो कड़ाके की पड़ी रही है, लेकिन उत्तर प्रदेश की सियासत में भी हालात बहुत खराब बने हुए हैं। कौन किसके साथ कौन किसके खिलाफ समझ में नहीं आता। अपने ही सरकार के खिलाफ जब मंत्री धरने पर बैठ जाए तो अंदाजा लगाइए क्या हालात पैदा होंगे। चलिए, ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆଜି ମୁଁ ଗୋଟିଏ କଥା ମୁଁ ଆପଣଙ୍କୁ କହି ରଖୁଅଛି ଯେ ଚର୍ଚ୍ଚ ଉପରେ ଆକ୍ରମଣ ହେଉଛି, ଖ୍ରୀଷ୍ଟିଆନ ଲୋକମାନଙ୍କ ଉପରେ ତାଡ଼ନା ହେଉଛି, ଚର୍ଚ୍ଚ ଭାଙ୍ଗି ଦିଆହେଉଛି। ଏଇଟା ତ ସତ କଥା ଅଟେ, କାରଣ ଏହି ସମସ୍ତ ବିଷୟ କ୍ୟାମେରା ସାମ୍ନାକୁ ଅଣାହେଉଛି। କିନ୍ତୁ ପ୍ରିୟ ବନ୍ଧୁଗଣ, ଏମିତି କିଛି ବିଷୟ କ୍ୟାମେରା ସାମ୍ନାକୁ ଅଣା ହେଉନି। ସାମ୍ବାଦିକମାନେ ମିଡ଼ିଆ ବାଲା ମଧ୍ୟ ଏମିତି କିଛି ବିଷୟକୁ ସେମାନେ ଲୁଚେଇ ଦେଉଛନ୍ତି ଆଉ ସେମାନେ ପ୍ରକାଶ କରୁନାହାନ୍ତି। ଆଉ ସେଇଟା ହେଉଛି କ'ଣ, ବଜରଙ୍ଗ ଦଳ ଉପରେ ଯେତେବେଳେ ଆକ୍ରମଣ ହେଉଛି, ଅତ୍ୟାଚାର ହେଉଛି, ଖୁବ୍ କମ୍ ନ୍ୟୁଜ୍ ଦେଖାହେଉଛି, କିନ୍ତୁ ଅଧିକାଂଶ ନ୍ୟୁଜ୍କୁ ଲୁଚେଇ ଦିଆହେଉଛି। ଯେତେବେଳେ ବଜରଙ୍ଗ ଦଳ ଉପରକୁ ଆକ୍ରମଣ ହେଉଛି, ପୋଲିସ ଯେତେବେଳେ ବଜରଙ୍ଗ ଦଳକୁ ମାଡ଼ ମାରୁଛି, ନିର୍ଘାତିଆ ପିଟୁଛି, ସେହି ସମୟରେ ବହୁତ କିଛି ନ୍ୟୁଜ୍କୁ ଲୁଚେଇ ଦିଆହେଉଛି। ତେବେ ପ୍ରିୟ ବନ୍ଧୁଗଣ, ଏଇ ଯେଉଁ ନ୍ୟୁଜ୍ ମୁଁ ଆଜି ଆପଣଙ୍କ ନିମନ୍ତେ ଆଣିଅଛି, ଏ ନ୍ୟୁଜ୍ ବି ଠିକ୍ ସେମିତି। ଏମିତି ନ୍ୟୁଜ୍ ପ୍ରାୟ ସମସ୍ତ ନଜରକୁ ଆସେନି। କିନ୍ତୁ ପ୍ରିୟ ବନ୍ଧୁଗଣ, ବଜରଙ୍ଗ ଦଳକୁ ପୁଲିସ ବାଡ଼େଇଲା। କାହିଁକି ବାଡ଼େଇଲା? କାରଣ ସେମାନେ ଏମିତି କିଛି କାମ କରିଥିବେ, ସେମାନେ ଏମିତି କିଛି କାଣ୍ଡ କାରନାମା ସେମାନେ କରିଥିବେ, ଯାହାଫଳରେ ପୁଲିସ କ'ଣ କରିଛି, ସେମାନଙ୍କୁ ପିଟିଛି, ବାଡ଼େଇଛି। ଆଉ ଆମେମାନେ ଭାରତୀୟ ନାଗରିକ ହିସାବରେ ଆମେମାନେ ସମ୍ବିଧାନକୁ ବୁଝିବା ଦରକାର, ସମ୍ବିଧାନକୁ ଆମେମାନେ ସମ୍ମାନ ଦେବା ଦରକାର। କିନ୍ତୁ ପ୍ରିୟ ବନ୍ଧୁଗଣ, ଯିଏ ସମ୍ବିଧାନକୁ ସମ୍ମାନ ଦେବ ନାହିଁ, ଆଇନ ତା କାମ ନିହାତି କରିବ। ଆଉ ଏଠାରେ ପୁଲିସ ଭାଇମାନଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଦେବା ପାଇଁ ଚାହେଁ। ସେମାନେ ଯାହା କରିଛନ୍ତି ଠିକ୍ କରିଛନ୍ତି, ନ୍ୟାୟର ବିଷୟ ସେମାନେ କରିଛନ୍ତି। କାରଣ ଏଇ ଯେଉଁ ବଜରଙ୍ଗ ଦଳର ଲୋକମାନେ ଅଛନ୍ତି, ଏମାନେ ଏମିତି କିଛି କାଣ୍ଡ କାରନାମା ବିଗତ ଦିନମାନଙ୍କରୁ କରିଆସୁଛନ୍ତି, ଯେଉଁଟାକି ଅସହନୀୟ। ଆଉ ଆପଣ ବି ଜାଣିଥିବେ, ବଜରଙ୍ଗ ଦଳର ଲୋକମାନେ ଯେମିତି ଖ୍ରୀଷ୍ଟିଆନ ଲୋକମାନଙ୍କ ଉପରେ ଆଟାକ୍ କରୁଛନ୍ତି,
ଖ୍ରୀଷ୍ଟିଆନ ବିରୋଧୀମାନେ ସେମାନେ ଯେଉଁଭଳି ଭାବରେ ଚର୍ଚ୍ଚ ଉପରେ ଖ୍ରୀଷ୍ଟିଆନମାନଙ୍କ ଉପରେ ଆକ୍ରମଣ କରୁଛନ୍ତି, ଏହାର ପ୍ରଭାବ ସିଧାସଳଖ ବିଦେଶରେ ପଡ଼ୁଅଛି। ହଁ ପ୍ରିୟ ବନ୍ଧୁଗଣ, କାରଣ ଆମେମାନେ ଦେଖାଉଛୁ ବିଦେଶରେ କିଭଳି ଭାବରେ ଆମର ହିନ୍ଦୁ ଭାଇ ଭଉଣୀମାନଙ୍କୁ ଅତ୍ୟାଚାର କରାହେଉଛି। ପ୍ରାୟ ବହୁ ଜଣଙ୍କୁ ମାରି ଦିଆ ସାରିଲାଣି, ଅନେକ ନିର୍ଯାତନା ଦିଆହେଉଛି। ତେବେ ପ୍ରିୟ ବନ୍ଧୁଗଣ, ଏ ସମସ୍ତ ବିଷୟ ହେଉଛି ଆମର ଭାରତବର୍ଷରେ ବଜରଙ୍ଗ ଦଳର ଯେଉଁ ଉତ୍ପାତ ଧୀରେ ଧୀରେ ବଢ଼ିବାରେ ଲାଗିଛି, ତାର ପରିଣାମ ହେଉଛି ଏଇଟା। ଆଉ ଯଦି କିଛି ଦିନ ପରେ ଯଦି ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଯାଏ, ତେବେ ତାର ଭାଗିଦାରୀ ମଧ୍ୟ ଆଉ ସେଥିପାଇଁ ଦାୟୀ ରହିବେ ଖ୍ରୀଷ୍ଟିଆନ ବିରୋଧୀମାନେ। ଆଉ ଖ୍ରୀଷ୍ଟିଆନ ବିରୋଧୀମାନେ ସେମାନେ ଖ୍ରୀଷ୍ଟିଆନମାନଙ୍କୁ ତ ସେମାନେ ତାଡ଼ନା କରନ୍ତି, ହଇରାଣ କରନ୍ତି। ଆଉ ଏ ଖ୍ରୀଷ୍ଟିଆନ ବିରୋଧୀମାନେ ଆମର ମୁସଲମାନ ଭାଇମାନଙ୍କୁ ମଧ୍ୟ ବହୁତ ହଇରାଣ କରନ୍ତି। ସେଥିପାଇଁ ତ ବିଦେଶରେ ବାଂଲାଦେଶରେ ଆପଣ ଦେଖିଥିବେ, ବାଂଲାଦେଶରେ ଯେଉଁମାନେ ଅଛନ୍ତି, ଯେଉଁମାନେ ତାଡ଼ନା କରୁଛନ୍ତି, ସେମାନେ ହେଉଛନ୍ତି ମୁସଲିମ ଲୋକମାନେ। ଆଉ ସେମାନେ ସେଇଥିପାଇଁ ଖାସ୍ ଏଇଥିପାଇଁ ତାଙ୍କ ଦେଶରେ ଥିବା ହିନ୍ଦୁମାନଙ୍କୁ ସେମାନେ ତାଡ଼ନା କରୁଛନ୍ତି, ଆଉ ଯେଉଁଟାକି ସତ୍ୟ ବିଷୟ ଅଟେ। ଆଉ ସେଥିପାଇଁ ସେମାନେ ତାଡ଼ନା କରୁଛନ୍ତି ତାଙ୍କ ଦେଶରେ ଥିବା ହିନ୍ଦୁ ଲୋକମାନଙ୍କୁ। ତେବେ ପ୍ରିୟ ବନ୍ଧୁଗଣ, ସେଥି ନିମନ୍ତେ ମୁଁ ଗୋଟିଏ ସଜେସନ୍ ଦେବା ପାଇଁ ଚାହେଁ ପ୍ରତ୍ୟେକ ଖ୍ରୀଷ୍ଟିଆନ ବିରୋଧୀମାନଙ୍କୁ, ଦୟାକରି ଏ ସମସ୍ତ ବିଷୟ ବନ୍ଦ କର। ଯେଉଁଟା ତୁମେ ଆମ ଭାରତବର୍ଷରେ ଚଲେଇଛ ଧର୍ମ ନାଁରେ, ସେଇଟା ଦୟାକରି ତୁମେମାନେ ବନ୍ଦ କରିଦିଅ। ଯଦି ବନ୍ଦ ନ କରିବ, ତେବେ ବିଦେଶରେ ଯେମିତି ଚାଲିଛି ସେମିତି ଆହୁରି ବିଦ୍ରୋହର ନିଆଁ ଆହୁରି ପ୍ରବଳ ମାତ୍ରାରେ ହେଇଯିବ। ସେଥି ନିମନ୍ତେ ଅନ୍ୟ କେହି ଦାୟୀ ରହିବେ ନାହିଁ। କିଏ ଦାୟୀ ରହିବ? ତୁମେ ହିଁ ଦାୟୀ ରହିବ। ତେବେ ପ୍ରିୟ ବନ୍ଧୁଗଣ, ବଜରଙ୍ଗ ଦଳକୁ ପ୍ରବଳ ମାଡ଼ ହେଲା। ଲାଇଟ୍ ଅଫ୍ କରିକି, ଥାନା ଭିତରେ ଲାଇଟ୍ ଅଫ୍ କରିକି ବଜରଙ୍ଗକୁ କ'ଣ ହେଲା, ପୋଲିସ ପୁରା ପିଟି ଚାଲିଲା। ଆଉ କେତେ ସମୟ ପର୍ଯ୍ୟନ୍ତ? ସକାଳ ହେବା ପର୍ଯ୍ୟନ୍ତ। ଖବରଟି ଶୁଣିକି ଆପଣ ଆଶ୍ଚର୍ଯ୍ୟ ଲାଗୁଥିବ। ଆପଣ ହୁଏତ ଭାବୁଥିବେ ଯେ ମୁଁ ହୁଏତ କିଛି ଗୋଟେ ଫେକ୍ ନ୍ୟୁଜ୍ ମୁଁ ଦେଉଛି। ଫେକ୍ ନ୍ୟୁଜ୍ ନୁହେଁ ଆଜ୍ଞା, ଏଇଟା ବିଲକୁଲ ସତ୍ୟ ବିଷୟ ଅଟେ। ବଜରଙ୍ଗ ଦଳକୁ ଥାନା ଭିତରେ ମାଡ଼ ହେଲା। ପୋଲିସ ଅଧିକାରୀ ଲାଇଟ୍ ଅଫ୍ କରିକି, ଲାଇଟ୍ ବନ୍ଦ କରିକି ନିର୍ଘାତିଆ ପିଟିଲା ବଜରଙ୍ଗ ଦଳକୁ। ତେବେ ପ୍ରିୟ ବନ୍ଧୁଗଣ, এই খবর শুনিকি ଆପଣ କ'ଣ ଭାବୁଛନ୍ତି? ଆପଣଙ୍କର ମତାମତ କ'ଣ? କମେଣ୍ଟ ବକ୍ସରେ କମେଣ୍ଟ କରିକି ନିଶ୍ଚିତ ଜଣାନ୍ତୁ। ନମସ୍କାର।